ସାଙ୍ଗମାନେ ଆମେ ଯେତେବେଳେ ଛୋଟ ଥିଲୁ ଏବେ ପିଲା ସେ ଖୁସି କ'ଣ ଜାଣିନାହାନ୍ତି। ଡିସେମ୍ବର ମାସ ହେଇଗଲା ମାନେ ପକେଟ ମନି ଯେଉଁ ଘରୁ ଟଙ୍କାଟା 2 ଟଙ୍କା ଲେଖା ନେଉଥିବୁ ସେଇଥିରେ ଚାଲିବ ଗିଟନିସ୍ କିଣା। ସେତେବେଳେ ତ ହିରୋ ସିଦ୍ଧାର୍ଥ, ରଚନା, ଉତ୍ତମ ମହାନ୍ତି, ଅପରାଜିତା ଓଡ଼ିଆରେ, ଆଉ ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ ଏଇମାନଙ୍କ ସବୁ ହିରୋ। ଆଉ ଫୁଲ ଠାକୁର ଥାକେ ଲେଖା ମାନେ ଗିଟନିସ୍ କିଣା ହେବ। ଆଉ ଗିଟନିସ୍ ଭେରାଇଟି ଗୀତ ଲେଖା ହେବ, ସାଙ୍ଗମାନଙ୍କୁ ଦିଆହେବ। ଭାରି ଖୁସି ଲାଗେ। ଭଲ ଭଲ ଗିଟନିସ୍ ମୁଁ କିଣିଥିବି, ଯେଉଁଟା ବହୁତ ଭଲ ଲାଗିବ କାହାକୁ ଦେବିନି, ସେଇଟା ରଖିଦେବି। ଆଉ ଭଲ ସାଙ୍ଗ ଦେଖି ଭଲ ଗିଟନିସ୍, ସାଙ୍ଗକୁ ଦେଖି ଗିଟନିସ୍ ଦିଆହେବ। 8 ଆଣା ସେତେବେଳେ ବୋଧେ 8 ଆଣା ଲେଖା ମିଳୁଥିଲା ଏଡେଡ୍ ଗିଟନିସ୍, ବଢ଼ିଆ। ତା ଛୋଟ ଛୋଟ ଗିଟନିସ୍ ବି ମିଳୁଥିଲା, ସିଏ ସ୍ପେଶାଲ୍ ସାଙ୍ଗକୁ ଦିଆହେବ କିଣା ହେଇକି। ଆଉ ଗୀତ ତ ବହୁତ ସାରା ଲେଖା ହୁଏ। ଗୋଟେ ଗୋଟେ ଗୀତ ମୋର ସବୁ ମନେ ଅଛି। ଅରୁଆ ଭାତକୁ ଟମାଟୋ ଖଟା, ସାଙ୍ଗକୁ ମୋର ଟା ଟା। ଆଉ ଗୋଟେ ପର୍ବତ ଉପରେ ଘର କରିଥିଲି, ପବନ ଉଡ଼େଇ ନେଲା, ତୁମ ପରି ସାଙ୍ଗ ପାଇଥିଲି, ଝୁରି ଝୁରି ଦିନ ଗଲା। ଆଉ ଗୋଟେ ଗୀତ ପୁରା ମନେ ନାହିଁ, ଅଧା ମନେ ଅଛି। ଉଡ଼ି ଉଡ଼ି ଯିବୁରେ ପାରା, ଯୋଉଠି ଦେଖିବୁ ଧଳା ନଅର, ସେଇଠି ମୋର ସାଙ୍ଗର ଘର, ସାଙ୍ଗ ବସିଥିବ ସାଙ୍ଗ ମେଳରେ, ଚିଠି ପହଞ୍ଚିବ 4ଟା ବେଳେ। ମାନେ ଟାଇମ୍ ବି ଲେଖା ହେଇଥିବ, ଚିଠି ଦିଆହେବ। ଆଉ ଏମିତି ସବୁ ଗୀତ ଲେଖା ହେଉଥିଲା। ଆଉ ସେ ଖୁସି ମାନେ କହିଲେ ନ ସରେ। ଆଉ ଏବେ ତ ସେମିତି ନାହିଁ। ମାସ ସଇଲା ଆସକୁ ରାତି 12ଟାରୁ ଫୋନରେ ହାପି ନ୍ୟୁ ଇୟର, ହାପି ନ୍ୟୁ ଇୟର, ହାପି ନ୍ୟୁ ଇୟର ଏମିତି। ସେତେବେଳେ ଆମେ ଏମିତି ଥିଲା। ଆମର ଫିଷ୍ଟି କହିଲେ ଆମେ ସବୁ ବର୍ଷ ନୂଆ ବର୍ଷ ଫିଷ୍ଟି କରୁ ଛୋଟ ଛୋଟ ବେଳେ। ଆମ ଭୋଜି କହିଲେ ପରଟା, ସିମେଇ, ଡାଲମା, ଅଣ୍ଡା ତରକାରୀ, ଅରୁଆ ଭାତ। ଆମର ଭୋଜି କହିଲେ ଏଇଆକୁ। ଆଉ ଭୋଜିରେ ପଇସା କିଛି ଡିମାଣ୍ଡ ନାହିଁ। ତା ପଇସା ନାହିଁ ତ ସେ ଘରୁ ଚାଉଳ ନେଇଗଲା, ଭୋଜି ହେଲା। ଏମିତି ଆମର ଭୋଜି ଥିଲା। ଯେତେବେଳେ ବଡ଼ ହେଲୁ ଅଲଗା ଅଲଗା ଜିନିଷ କଲୁ, କିନ୍ତୁ ଆମର ଡେଲି ଭୋଜି ହେଉଥିଲା ପରଟା, ସିମେଇ। ଏଇଟା ଆମର କମ୍ପଲସରି ଭୋଜି। ତାପରେ ଅଣ୍ଡା ତରକାରୀ, ଅରୁଆ ଭାତ, ଡାଲମା। ଡାଲମା ପ୍ରାୟ ହୁଏନି, କାଁ କିଛି ତ ହୁଏ। ଆଉ ସେ ଖୁସି